କାହାରି ଆଗରେ ବ୍ୟାକୁଳ ହେବିନି, କାହାକୁ ମୁଁ ହାତ ଯୋଡ଼ି ନେହୁରା ହେବିନି କି କାହାକୁ ମୁଁ ଗୁହାରି କରିବିନି। ଆପଣ ଦେଇଥିବା ଦୁଃଖ କଷ୍ଟ ସବୁ ହସି ହସି ସହିଯିବି। ଆପଣ ଦେଇଥିବା କଷ୍ଟକୁ ମୁଁ ଦୁଃଖକୁ ମୁଁ ସୁଖ ବୋଲି ଭାବି ବଞ୍ଚିଯିବି। ଏମିତି ଗୋଟେ ଗାଁରେ ଗୋଟେ ଲୋକର ଭାବନା ଭଗବାନଙ୍କ ପ୍ରତି। ସମସ୍ତଙ୍କୁ ନମସ୍କାର, ହ୍ୟାପି ନ୍ୟୁ ଇୟର୍। ଆଉ ଗୋଟେ ସୁନ୍ଦର କାହାଣୀ ନେଇ ଆପଣମାନଙ୍କ ସମ୍ମୁଖରେ ମୁଁ ବିଭୀଷଣ। ଗୋଟେ ଗାଁରେ ଗୋଟେ ଗରିବ ଲୋକ, ଗୋଟେ ଚାଷୀ ଥିଲା। ବହୁତ ଗରିବ, ସେ ଧାର ଉଧାର କରି ଚଳୁଥିଲା, କିଛି ବେପାର କରି ବି ଚଳୁଥିଲା। ଧାର ଉଧାର କରି ଆଣି ବେପାର କରୁଥିଲା, ସେ ବେପାର କରି ଚଳୁଥିଲା। ଚଳିଲା ପରେ ଚାଷ କିଛି କରିବ ବୋଲି ଭାବିଲା। ଚାଷ ବି ଶିଖିଛି, କାମ ବି କରେ। ଜମି ତ ନିଜର ନାହିଁ, ଚାଷ କେମିତି କରିବ? ବଖରା ଭାଗ ଜମି କିଛି ଗୋଟେ ଲୋକଙ୍କ ପାଖରୁ, ଗୋଟେ ମହାଜନଙ୍କ ପାଖରୁ ଭାଗରେ କିଛି ଜମି ଆଣି ଚାଷ କଲା। ଚାଷ କରିବ ବୋଲି ଭାବିଲା, ଆଉ ଚାଷ ବି କଲା। ଧାନ ରୁଆ ରୁଇ କଲା, ବିହନ ପକାଇଲା, ହଳ କଲା, ତଳା ପକାଇଲା, ବିହନ ଆଣିଲା, ତଳା ପକାଇଲା, ସାର ବି ପକାଇଲା। ବିହନ ବଡ଼ ହୋଇଗଲା। ସମସ୍ତଙ୍କ ପରି ସମସ୍ତେ ଯେତେବେଳେ ରୁଇବାକୁ ବାହାରିଲେ, ବର୍ଷା ହେଲା, ପାଣି ଲାଗିଗଲା, ହଳ ବି ହେଲା। ଇଏ ବି ହଳ କଲା, ଧାର ଉଧାର ଆଣି ସୁଧରେ ଆଣି ପଇସା ଚାଷ କଲା। ହଳ କଲା, ଟ୍ରାକ୍ଟର ବାଲାଙ୍କୁ ଦେଲା, ଚାଷ କଲା। ନିଜେ 2 ମାଣ ବିଲ, ଯେଉଁ 2 ମାଣ ବିଲ ଭାଗରେ ଆଣିଥିଲା, ନିଜେ ରୁଇଲା, ଉପାଡ଼ିଲା, ନିଜେ ନିଜେ କଲା। କାହାକୁ ଇଏ ତ ପଇସା ଦେବାକୁ ୟା ପାଖରେ କାହାକୁ ନାହିଁ। ବଦଳରେ ଇଏ ଦିନେ ତାର ଚାଲିଗଲା, ଆଉ ଜଣେ ଅନ୍ୟଙ୍କର ମାନଙ୍କର ଚାଲିଗଲା, ଅନ୍ୟମାନେ ବି ୟାର ଦିନେ ଆସିକି ରୁଇଦେଲେ, ଉପାଡ଼ି ଦେଲେ। ଏମିତି ବଦଳ ବଦଳ କରି, ଅଦଳ ବଦଳ କରି ଚାଷ କାମ ସାରିଦେଲା। ସାରିଦେଲା ପରେ ସାର ପକାଇବ, କାମକୁ ଗଲା। ୟାର ଯେତେବେଳେ ଗରିବ ଲୋକର ଯେତେବେଳେ କାମ ସରିଗଲା, ଅନ୍ୟମାନଙ୍କର କାମ ଚାଲିଥିଲା। ଇଏ ଲୋକ ଜଣକ ଯାଇ ସମସ୍ତଙ୍କର କାମ କଲା, ଫୁଡ଼ଣର କାମ କଲା। ଆଉ ୟାର ବାକି କିଛି ଯେଉଁ ପଇସା ଥିଲା, ପଇସା ଟ୍ରାକ୍ଟର ବାଲାର ତାଙ୍କୁ ବି ଦେଇଦେଲା। ସେ ଯେଉଁ ପଇସା ଆସିଲା, ଘର ଚଳିଲା। କାମ କରି ପଇସା ଆଣିଲା, ଘର ଚଳିଲା। ଚଳିଲା ପରେ ପଇସା ଯାହା ବଳିଲା, ତାର ତ ଉଦ୍ଦେଶ୍ୟ ଅଛି ମୁଁ ସାର ପକାଇବି। ପଇସା କିଛି ସଞ୍ଚୟ କରି, କାମ କରି ବିଲର ସାର ପକାଇଲା। ଆଉ ବହୁତ ଗରିବ ଲୋକ ସେ। ସାର ପକାଇ ସମସ୍ତଙ୍କ ପରି ସାର ପକାଇ ସାରିଲା ପରେ ଧାନ ବଢ଼ିଲା। ଧାନ ବଢ଼ିଲା ଯେତେବେଳେ ଏ ଭାରି ଖୁସି ହେଲା। ସମସ୍ତଙ୍କଠୁ ୟାର ଟିକେ ଭଲ ଧାନ ହେଲା। ଏ ବହୁତ ମେହନତ କରୁଛି, ପରିଶ୍ରମ କରୁଛି, ବହୁତ କଷ୍ଟ କରିଛି। ବଛା ବାଛି ପକାଇଲା, ଘାସ ଫାସ ବାଛି ପକାଇ ସାରିଲା ପରେ ଧାନ ଟିକେ ଭଲ ଦେଖାହେଲା, ସମସ୍ତଙ୍କଠୁ ଅଲଗା ଦେଖାହେଲା। ଧାନ ପୁଣି ଦ୍ୱିତୀୟ ଥର ବି ସାର ପକାଇଲା। କାମ ଧନ୍ଦା କରି ସାର ପକାଇଲା। ସାର ପକାଇ ସାରିଲା ପରେ ସମସ୍ତଙ୍କର ଯେମିତି ଥୁଡ଼ ବାହାରିଲା, ୟାର ବି ଥୁଡ଼ ବାହାରିଲା। ଥୁଡ଼ ବାହାରି ସାରିଲା, ଧାନ ପାଚିଲା। ପାଚିଗଲା। ଧାନ ସମସ୍ତଙ୍କର ବି କଟା ହେଲା, ୟାର ବି କଟା ହେଲା। ଯେତେବେଳେ ଧାନ କଟା ସରିଗଲା, ସେତେବେଳେ ଗୋଟେ ବଡ଼ ଝଡ଼ ଆସିଲା। ବର୍ଷା ପ୍ରବଳରୁ ପ୍ରବଳ ହେଲା। ଆଉ ସମସ୍ତଙ୍କ ଧାନ ବର୍ଷାରେ ଓଦା ହେଇଗଲା, ଭିଜିଗଲା। ପାଣି ବି ଠିଆ ହେଇଗଲା କିଆରିରେ। ଆଉ ୟାର ତ ଲୋକବଳ ବି ନାହିଁ। ଯାହାର ଲୋକବଳ ଅଛି, ଯାହାର ପଇସା ବଳ ଅଛି, ସେ ଅନ୍ୟମାନେ କିଛି କିଛି ମେସିନ୍ ଲଗାଟି ପକାଇଛନ୍ତି, ଧାନ ଅମଳ ବି କରିଦେଇଛନ୍ତି। ଏ ଗରିବ ଲୋକ ତ ନିଜେ ନିଜେ ହାତର କାଟିଛି। ହାତର କାଟି ସବୁ ବିଲରେ ପକାଇଛି। ଟିକେ ଦୂର ବିଲ ତାଙ୍କର, କି ଯେଉଁ ଭାଗରେ କରିଛି ଦୂର ବିଲ, ସବୁ ଧାର ଉଧାର କରି ଚାଷ କରିଛି। ଏ ଗରିବ ଲୋକ ଜଣକ ବହୁତ ମନ ଦୁଃଖ କଲା। ବର୍ଷା ଯେତେବେଳେ ଆରମ୍ଭ ହେଲା, ବହୁତ ମନ ଦୁଃଖ କଲା।
ବର୍ଷା ଏମିତି ଲାଗି ରହିଲା 2-5 ଦିନ ତ ଲାଗି ରହିଲା। ବର୍ଷା ପାଣି କିଆରିରେ ସବୁ ମାଡ଼ିଗଲା, ଠିଆ ହେଇଗଲା, ଧାନ ଗଜା ହେଇଗଲା। ଧାନ ନଷ୍ଟ ହେବାକୁ ଲାଗିଲା। ଆସ୍ତେ ଆସ୍ତେ ଧାନ ନଷ୍ଟ ହେଲା, ଗଜା ହେଇଗଲା, ଗଛ ହେଇଗଲା, ଟିକେ ଟିକେ ଗଛ ବି ହେଇଗଲା ପରେ ବହୁତ କାନ୍ଦିଲା। କାନ୍ଦି ସାରି ଏମିତି କହିଲା, ଭଗବାନଙ୍କୁ କହିଲା, ମୁଁ କେବେ ବି ଗୁହାରି କରିବିନି କି ହାତ ପତେଇ ମାଗିବିନି କି କାକୁତି ମିନତି କାହାରି ଆଗରେ ହେବିନି। ଆପଣ ଯାହା ଦେଇଛନ୍ତି, ସୁଖ ଦେଇଛନ୍ତି, ଦୁଃଖ ଦେଇଛନ୍ତି, ସବୁ ହସି ହସି ସହିଯିବେ। ଆପଣ ଦେଇଥିବା କଷ୍ଟକୁ ମୁଁ, ଦୁଃଖକୁ ମୁଁ ସୁଖରେ ପରିଣତ କରି ହସି ହସି ଜୀବନ ଯିବି। କାହାରି ଆଗରେ ମୁଁ ହାତ ଯୋଡ଼ି ନେହୁରା ହେବିନି। ଏମିତି ଭଗବାନଙ୍କ ସାମ୍ନାରେ ଯାଇ ସେ ଲୋକ ଜଣକ କହିଲା। ସମସ୍ତେ ତ ସମସ୍ତଙ୍କର କ୍ଷୟକ୍ଷତି ହେଇଛି, ଆର ଟିକେ ଅଧିକ ହେଇଛି। ସେଇଠୁ ସବୁଆଡ଼େ ତ ନଷ୍ଟ ହେଇଛି ନା। ଆଉ ଯାହାର ଜମି ଅଛି ତାକୁ ତ ସରକାରୀ ସହାୟତା ମିଳିବ। ଆଉ ଯାହାର ଜମି ନାହିଁ, ଏ ଯେଉଁ ଗରିବ ଲୋକ ଭାଗରେ ଚାଷ କରିଥିଲା ତାକୁ କିଏ ଦେବ? ତା'ର କ୍ଷୟକ୍ଷତି କେମିତି ପୂରଣ ହେବ? ଭଗବାନଙ୍କ ଆଗରେ ତ ହାତ ଟେକି ଦେଇଛି, ମୁଁ କେବେ ବି ମାଗିବି ନାହିଁ ପ୍ରଭୁ, କେବେ ବି ମୁଁ ମାଗିବି ନାହିଁ। ଆପଣ ଦେଇଥିବା ଦୁଃଖକୁ ବି ମୁଁ ସୁଖ ବୋଲି ଭାବି ହସି ହସି ଜୀବନଯାପନ କରି ରହୁଛି। ପୁଣି ଦେଖା ହେବ ଆଉ ଗୋଟେ ସୁନ୍ଦର କାହାଣୀରେ। ସମସ୍ତଙ୍କୁ ଧନ୍ୟବାଦ, ସମସ୍ତଙ୍କୁ ନମସ୍କାର। ଜୟ ଶ୍ରୀରାମ, ଜୟ ଜୟ ଶ୍ରୀରାମ।